ବଡ଼ମାନଙ୍କୁ ମୋ ନମସ୍କାର, ସାନମାନଙ୍କୁ ମୋ ଢେର ସାରା ଭଲ ପାଇବା। ମୁଁ ସସ୍ମିତା, ଆପଣଙ୍କୁ ସ୍ୱାଗତ ଜଣାଉଛି ଶକ୍ତି ସସ୍ମିତା ଚ୍ୟାନେଲକୁ। ବହୁତ ଦିନର ଅନ୍ତ ଘଟିଲା। ସୁଭଦ୍ରା ଯୋଜନା କେବେ ଆସିବ, କେତେ ଟଙ୍କା ମିଳିବ, କେମିତି ମିଳିବ, କ'ଣ ଡକୁମେଣ୍ଟ, କେଉଁଠି ଫର୍ମ ପକାଇବୁ, କେଉଁଠି ଆବେଦନ କରିବୁ, ଏଇସବୁ ପ୍ରଶ୍ନ ଆମ ମନ ଭିତରେ ଉଙ୍କି ମାରୁଥିଲା। ସେଇ ପ୍ରଶ୍ନର ଉତ୍ତର ସବୁ ଆଜି ଆସିଯାଇଛି। ଆପଣମାନେ ଭିଡ଼ିଓଟି ସ୍କିପ୍ ନକରି ପୁରା ଦେଖନ୍ତୁ। ସବୁ ବିଷୟରେ ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଛି। ସୁଭଦ୍ରା ଯୋଜନାରେ 5 ବର୍ଷରେ ଆମକୁ 50,000 ଟଙ୍କା ମିଳିବ, ଯାହାକି ପ୍ରତିବର୍ଷ ଆମକୁ 10,000 ଟଙ୍କା 2ଟି କିସ୍ତିରେ ମିଳିବ। ଗୋଟିଏ ହେଉଛି ରାକ୍ଷୀ ପୂର୍ଣ୍ଣିମା, ଆଉ ହେଉଛି ମାର୍ଚ୍ଚ 8 ମାନେ ମହିଳା ଦିବସ ଦିନ ଏହି ଟଙ୍କା ଆମେ ପାଇବା। ବର୍ଷକୁ 2ଟି କିସ୍ତି ଡିବିଟି ମାଧ୍ୟମରେ ଦିଆଯିବା, ଯାହାକି ଆମ ଆକାଉଣ୍ଟକୁ ଏଇ ଟଙ୍କା ଡାଇରେକ୍ଟ ଆସିବା। ଏଇ ଯେଉଁ ସୁଭଦ୍ରା ଯୋଜନା ପାଇବା ପାଇଁ କ'ଣ କ'ଣ ଡକୁମେଣ୍ଟ ଦରକାର, କିଏ ପାଇବେ, କେମିତି ଆବେଦନ କରିବେ, ଆସନ୍ତୁ ଜାଣିବା। ସୁଭଦ୍ରା ଯୋଜନା ପକାଇବା ପାଇଁ ହେଉଛି 21 ବର୍ଷରୁ 60 ବର୍ଷ ଯୋଗ୍ୟ ହିତାଧିକାରୀମାନେ ଏହି ସୁଭଦ୍ରା ଯୋଜନା ପାଇବେ। 21 ବର୍ଷରୁ 60 ବର୍ଷ ମାନେ ଯେଉଁମାନଙ୍କର ଜନ୍ମ ତାରିଖ 2/7/1964 ମସିହାରୁ 1/7/2003 ମସିହା ମଧ୍ୟରେ ଥିବ, ସେଇମାନେ ହିଁ ଯୋଗ୍ୟ ହିତାଧିକାରୀ ହୋଇପାରିବେ। ତାର 2 ଦିନ ଆଗରୁ କି 2 ଦିନ ପରେ ହେଲେ ଏଇଟା ହେଇପାରିବ ନାହିଁ। ଯୋଗ୍ୟ ହିତକାରୀ ମାନେ କିଏ ପାଇବେନି? ଯାହାର ଆର୍ଥିକ ସ୍ୱଚ୍ଛଳ ଭଲ ଥିବ ସେ ସୁଭଦ୍ରା ଯୋଜନା ପାଇବ ନାହିଁ। ଯିଏ ସରକାରୀ ଚାକିରି କରିଥିବ, ଆୟକର ଦେଉଥିବ, ସେ ମଧ୍ୟ ଏଇ ସୁଭଦ୍ରା ଯୋଜନା ପାଇବନି। ଆଉ ଗୋଟିଏ ଜିନିଷ, ଯିଏ 1500 ମାସକୁ 1500 ବର୍ଷକୁ 18,000 ପାଉଥିବ ସରକାରୀ ଯୋଜନାରୁ, ମାନେ 1500 ଟଙ୍କା ପିଛା ଯଦି ମାସକୁ ପାଉଛି, ସେ ସୁଭଦ୍ରା ଯୋଜନାର ମାନେ ପାଇପାରିବ ନାହିଁ। କିନ୍ତୁ ଯେଉଁମାନଙ୍କର ସିକଲିଙ୍ଗ ଥିବା ବା କିଛି ୱିଣ୍ଡୋ ବିଧବା ମା ମାନେ ଏଇଟା ଆବେଦନ କରିପାରିବେ। ଆବେଦନ କେଉଁଠି କରିବେ? ଅଙ୍ଗନୱାଡ଼ି ସେଣ୍ଟରରେ, ବ୍ଲକରେ, ମୋ ସେବା କେନ୍ଦ୍ର ଓ CSPରେ ଆମେ ଆବେଦନ କରିବା। ମନେ ରଖନ୍ତୁ ମା ମାନେ, 4ଟି ଜାଗାରେ ଆମର ଆବେଦନ କରିପାରିବା। এই ଆବେଦନ ପାଇଁ ଆମକୁ କୌଣସି ଖର୍ଚ୍ଚ ଲାଗିବ ନାହିଁ। କେହି ବ୍ୟସ୍ତ ହୋଇ କାହାକୁ କୌଣସି ଟଙ୍କା ପଇସା ଦିଅନ୍ତୁ ନାହିଁ। ଏଇ 4ଟି ଜାଗାରେ ହିଁ ଆମର ଆବେଦନ କରାଯିବ। এই CSP ମାନେ 4ଟି ଜାଗାରେ ତ କରାଯିବା। କ'ଣ ଡକୁମେଣ୍ଟ ଦରକାର? ବହୁତ କମ୍ ଡକୁମେଣ୍ଟ ଆମ ପାଇଁ ସୁଭଦ୍ରା ଯୋଜନା ପାଇଁ ଦରକାର। ପ୍ରଥମେ ହେଉଛି ଆଧାର କାର୍ଡ଼। ଆଧାର କାର୍ଡ଼ରେ ଆପଣଙ୍କର ନାଁ, ମୋବାଇଲ ନମ୍ବର ଲିଙ୍କ ଥିବା ଦରକାର। ଆଧାର କାର୍ଡ଼, ଆଧାରରେ ମୋବାଇଲ ନମ୍ବର ଲିଙ୍କ ଥିବା, ବ୍ୟାଙ୍କ ପାସବୁକ୍, ଆପଣଙ୍କର ନିଜସ୍ୱ ବ୍ୟାଙ୍କ ପାସବୁକ୍, ଆଉ ଆଧାର ଡେବିଟ୍ ବ୍ୟାଙ୍କ ଆକାଉଣ୍ଟ, ମାନେ ଆପଣଙ୍କ ଆଧାର ବ୍ୟାଙ୍କ ଖାତାରେ ସଂଯୋଗ ଥିବା, ଆଧାରରେ ମୋବାଇଲ ନମ୍ବର ସଂଯୋଗ ଥିବା, ଆଉ ଆଧାର କାର୍ଡ଼, ଏତିକି ହେଇଗଲେ ଆପଣଙ୍କର ଡକୁମେଣ୍ଟ ହେଇଯିବ। ଆଉ ଥରେ କହୁଛି, ଆଧାର କାର୍ଡ଼, ଆଧାର ଲିଙ୍କ ମୋବାଇଲ ଫୋନ୍ ନମ୍ବର ବା ମୋବାଇଲ, ଆପଣଙ୍କ ବ୍ୟାଙ୍କ ପାସବୁକ୍, ବ୍ୟାଙ୍କ ପାସବୁକ୍ରେ ଆଧାର ସିଡ଼ିଂ ହୋଇଥିବା ଆବଶ୍ୟକ। ଏତିକି ଛଡ଼ା ଅନ୍ୟ କୌଣସି ଡକୁମେଣ୍ଟ ନାହିଁ। ତେଣୁ ଆମେ ଏଇ 4ଟି ଡକୁମେଣ୍ଟକୁ ଠିକ୍ କରିବା। ଆସନ୍ତୁ ଆମେ ଦେଖିବା କେଉଁମାନେ ଏଇ ସୁଭଦ୍ରା ଯୋଜନାକୁ ପାଇପାରିବେ ନାହିଁ। ଆମେ ପ୍ରଥମରୁ ଗୋଟେ ଜିନିଷ କହିଥିଲି ଯେ ଆର୍ଥିକ ସ୍ୱଚ୍ଛଳତା ଯାହାର ଥିବ ସିଏ ପାଇବନି। କିନ୍ତୁ ଏଠି ଆମର କିଏ କେତେ ଟଙ୍କା ମାସକୁ ରୋଜଗାର କଲେ ସେ ପାଇବ ଆର୍ଥିକ ସ୍ୱଚ୍ଛଳ, ତାର କୌଣସି ସ୍ପଷ୍ଟୀକରଣ କରାଯାଇ ନାହିଁ। ଜଣେ ମା କିଛି ବ୍ୟବସାୟ କରିକି ମାସକୁ 4,000 5,000 ବି ରୋଜଗାର କରିପାରୁଛି, କିମ୍ବା ତା ସ୍ୱାମୀର ମାନେ କିଛି ସେ କାମ କରିକି ଅଧିକ ରୋଜଗାର କରିପାରୁଛି, କିନ୍ତୁ ସେ ସ୍ପଷ୍ଟ କହିନି ଯେ କେତେ ଟଙ୍କା ରୋଜଗାର କରୁଥିଲେ ସେ ତା ମାନେ ଆର୍ଥିକ ସ୍ୱଚ୍ଛଳତା ପରିବାର, ଏଇଟା
କୌଣସି ସ୍ପଷ୍ଟୀକରଣ ହୋଇନାହିଁ। ମୁଖ୍ୟ ପଏଣ୍ଟ ରହିଲା ଯେଉଁଟାକି 1500 ମାସକୁ 1500 ଟଙ୍କାରୁ ଯିଏ ଅଧିକ ରୋଜଗାର କରୁଛି, ମାନେ ରୋଜଗାର ତ ନୁହେଁ, ସରକାରୀ ଯୋଜନାରୁ ଯିଏ ପାଉଛି ସିଏ ସୁଭଦ୍ରା ଯୋଜନା ପାଇପାରିବ ନାହିଁ। ଏଠି ରହିଲେ ଆମର ଅଙ୍ଗନୱାଡ଼ି, ଆଶା, MBK, CRP, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ସମସ୍ତେ ଏମାନେ ମାସକୁ 1500 ଟଙ୍କାରୁ ଅଧିକ ପାଉଛନ୍ତି। କିନ୍ତୁ ସିଏ ସେଠି କହିଛି ସରକାରୀ ଯୋଜନାରୁ ମାନେ 1500ରୁ ଅଧିକ ସେ ପାଉନଥିବେ, କିନ୍ତୁ ସ୍ପଷ୍ଟୀକରଣ କରିନି ଯେ ଏଇମାନେ ପର୍ଟିକୁଲାର ପାଇବେ କି ନାହିଁ, ସେ କ୍ଲିଅର କରିନି। ଆଉ ଗୋଟେ ଜିନିଷ, ଆମେ CRP ମାନେ, MBK, କୃଷି ମିତ୍ର, ପ୍ରାଣୀ ମିତ୍ର, ଅଙ୍ଗନୱାଡ଼ି, ଆଶା ଏମାନେ ସରକାରୀ ଚାକିରିଆ ନୁହନ୍ତି, କିନ୍ତୁ 1500ରୁ ଅଧିକ ଟଙ୍କା ପାଉଛନ୍ତି। ତେଣୁ ସେମାନେ ପାଇବେ କି ନାହିଁ ସ୍ପଷ୍ଟୀକରଣ ନାହିଁ। ଯଦି ସରକାରୀ ଯୋଜନାରୁ ପାଉଛନ୍ତି 1500ରୁ ଅଧିକ, ସେମାନେ ତ ପାଇବେନି ବୋଲି କରାହେଉଛି। ତେଣୁ ପ୍ରାୟତଃ ଆଶା ରଖାଯାଉଛି ଯଦି ସେଇ ପଏଣ୍ଟଟା ସେ ଧରିବ ମାନେ ରହିବ, ତାହେଲେ ଏଇ MBK, CRP, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର, ଅଙ୍ଗନୱାଡ଼ି, ଆଶା ଏମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇପାରନ୍ତି। କିନ୍ତୁ ଏହା କ୍ଲିଅର କରାଯାଇ ନାହିଁ। ଆର ଆଲୋଚନା ବି ମଧ୍ୟ ଚାଲିଛି। ଶେଷରେ ଜଣାପଡ଼ିବ ଆମର ଏଇ କମ୍ୟୁନିଟି ଷ୍ଟାଫ୍, ଆଶା, ଅଙ୍ଗନୱାଡ଼ି ପାଇପାରିବେ କି ନାହିଁ। କେବଳ ସରକାରୀ ଚାକିରି ବୋଲି ନୁହେଁ, ସେ କହୁଛି ଷ୍ଟେଟ୍ ଅର୍ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସ୍କିମ୍ରୁ ବି ଯିଏ 1500ରୁ ଅଧିକ ପାଉଥିବ ସେ ଏଇ ସୁଭଦ୍ରା ଯୋଜନା ପାଇପାରିବ ନାହିଁ। ମା'ମାନଙ୍କୁ ଶେଷରେ ଆଉ ଥରେ ମନେ ପକାଇ ଦେଉଛି, 21 ବର୍ଷରୁ 60 ବର୍ଷ ଭିତରେ ଯୋଗ୍ୟ ହିତାଧିକାରୀ ମାନେ ଆଧାର କାର୍ଡ଼, ଆଧାର ଲିଙ୍କର ମୋବାଇଲ, ବ୍ୟାଙ୍କ ପାସବୁକ୍, ଆଧାର ସିଡ଼ିଂ ଆପଣ ରେଡ଼ି କରିକି ସୁଭଦ୍ରା ଯୋଜନା ଆପ୍ଲାଏ କରନ୍ତୁ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନଙ୍କର ଭଲ ପାଇବା ମୋ ଉପରେ ଏମିତି ସଦାସର୍ବଦା ଥାଉ। ମୁଁ ସମୟ ବାହାର କରି ଆପଣଙ୍କୁ ଚେଷ୍ଟା କରିବି କିଛି କିଛି ଭିଡ଼ିଓ ଆଣିବା ପାଇଁ। ଆଜି ପାଇଁ ଏତିକିରେ ରହୁଛି। ପୁଣି ଦେଖା ହେବା ଏକ ନୂଆ ଭିଡ଼ିଓ।